ଜୟ ଜଗନ୍ନାଥ ପିଲାମାନେ ଆପଣମାନେ କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ଆଜି ଆମେ ଦେଖିବା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅତି ହୃଦୟସ୍ପର୍ଶୀ ଓ ମନଛୁଆଁ ସୁଭାଷଣଟି। ଏହା ଅତି ସହଜ ସରଳ ଭାବରେ ମୁଁ ନେଇ ଆସିଛି ଆପଣମାନଙ୍କ ପାଇଁ। ଏହା ସୁନିଶ୍ଚିତ ଦେଖନ୍ତୁ ଆପଣମାନଙ୍କୁ ଭଲ ଲାଗିବ। ଚାଲନ୍ତୁ ଆରମ୍ଭ କରିବା। ସମ୍ମାନନୀୟ ସଭାପତି ମହୋଦୟ ଓ ମୁଖ୍ୟ ଅତିଥି ତଥା ଏଠାରେ ଉପସ୍ଥିତ ଥିବା ସମସ୍ତ ଗୁରୁଜୀ ଗୁରୁମା ବୃନ୍ଦଙ୍କୁ ମୋର ଆନ୍ତରିକ ପ୍ରଣାମ ଏବଂ ମୋର ଛୋଟ ବଡ଼ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ଆଜିର ৭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଏହି ଅବସରରେ ମୁଁ ଦେଶ ପ୍ରତି ଭାରତୀୟ ଜାତି ପ୍ରତି ନମ୍ର କୃତଜ୍ଞତା ଜ୍ଞାପନ କରୁଅଛି। ସର୍ବପ୍ରଥମେ ଆମେ ଜାଣିବା ଗଣତନ୍ତ୍ର ମାନେ କ'ଣ? ଗଣ ଶବ୍ଦର ଅର୍ଥ ଲୋକମାନେ ଓ ତନ୍ତ୍ରର ଅର୍ଥ ଶାସନ। ଆମେ ସମସ୍ତେ ଜାଣିଛେ ଆମ ଦେଶ 1947 ମସିହା ଅଗଷ୍ଟ 15 ତାରିଖ ଦିନ ସ୍ୱାଧୀନତା ହେଲା। କିନ୍ତୁ 1950 ମସିହା ଜାନୁଆରୀ 26 ତାରିଖ ପର୍ଯ୍ୟନ୍ତ ଆମ ଦେଶରେ ବ୍ରିଟିଶ ଆଇନ କାର୍ଯ୍ୟକାରୀ ହେଉଥିଲା। ଭାରତର ସ୍ୱତନ୍ତ୍ର ଆଇନ ଖସଡ଼ା ବା ସମ୍ବିଧାନ ସେତେ ଦିନ ଯାଏ ପ୍ରଣୀତ ହୋଇନଥିଲା। ସମସ୍ତେ ଅନୁଭବ କଲେ ଯେହେତୁ ଆମ ଦେଶ ସ୍ୱାଧୀନତା ହାସଲ କରିଛି, ଆମ ନିଜର ସମ୍ବିଧାନ ଅନୁସାରେ ଦେଶ ଶାସନ ହେବା ଉଚିତ। ସେଥିପାଇଁ ସମ୍ବିଧାନ ପ୍ରଣୟନ ସଂସ୍ଥା ପ୍ରତିଷ୍ଠିତ ହେଲା। ଏହାର ମୁଖ୍ୟ ଥିଲେ ରାଷ୍ଟ୍ରପୁରୁଷ ଭୀମରାଓ ଅମ୍ବେଦକର। ସେ ଥିଲେ ଭାରତୀୟ ସମ୍ବିଧାନର ଜନକ। ଭାରତର ସମ୍ବିଧାନ ତିଆରି କରିବା ନିମନ୍ତେ 28 ଅଗଷ୍ଟ 1947ରେ ଗୋଟିଏ ଚିଠା କମିଟି ତିଆରି କରାଗଲା, ଯାହାର ଚେୟାରମ୍ୟାନ୍ ବା ମୁଖ୍ୟ ବି.ଆର୍. ଅମ୍ବେଦକର ଥିଲେ। ଏହି କମିଟି 4 ନଭେମ୍ବର 1947 ଦିନ ସମ୍ବିଧାନ ଚିଠା ଆସେମ୍ବଲିକୁ ହସ୍ତାନ୍ତରିତ କଲେ। ଦୀର୍ଘ 166 ଦିନ ଧରି ଏହା ନାଗରିକମାନଙ୍କ ନିମନ୍ତେ ଖୋଲା ଥିଲା ଓ ଆସେମ୍ବଲିକୁ ପଠାଗଲା ଓ ଥରକୁ ଥର ବସି ଏହା ଉପରେ ଆଲୋଚନା କଲେ। ଶେଷରେ 24 ଜାନୁଆରୀ 1950 ତାରିଖ ଦିନ ଏହି ଚିଠା ପ୍ରସ୍ତାବର ଇଂରାଜୀ ଓ ହିନ୍ଦୀରେ ଲିଖିତ 2 କପି ଉପରେ 308 ସଦସ୍ୟ ଦସ୍ତଖତ କଲେ। ଏହି ସମ୍ବିଧାନ ଜାନୁଆରୀ 26, 1950 ତାରିଖ ଦିନ ବଳବତ୍ତର ହେଲା, ଯାହାକୁ ଆମେ ସାଧାରଣତନ୍ତ୍ର ଦିବସ ଭାବରେ ପାଳନ କରୁଛୁ। ଦୀର୍ଘ 2 ବର୍ଷ 11 ମାସ 18 ଦିନ ପରେ ଆମ ଦେଶ ଆମ ଆଇନ ଅନୁସାରେ ପରିଚାଳିତ ହେଲା। ସେହି ଦିନ ଆମେ ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନତାର ମହୁ ଚାଖିଲୁ। ସେଥିପାଇଁ ଜାନୁଆରୀ 26 ଆମ ଦେଶର ରାଷ୍ଟ୍ରୀୟ ପର୍ବ। ହିମାଳୟରୁ କନ୍ୟାକୁମାରୀ, କାଶ୍ମୀର ଠାରୁ କର୍ଣ୍ଣାଟକ, ଇମର ଠାରୁ ମାତିଲି, ଖୋର୍ଦ୍ଧା ଠାରୁ ସମ୍ବଲପୁର ସମସ୍ତେ ଏହି ପର୍ବକୁ ଆନନ୍ଦରେ ପାଳନ କରିଥାନ୍ତି। ଏହି ପବିତ୍ର ଦିନରେ ଦିଲ୍ଲୀର ଗେଟ୍ ଠାରେ, ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ, ଜଳ, ସ୍ଥଳ, ବାୟୁସେନା, ଏନ୍.ସି.ସି. ଅଗ୍ନିଶମ ସେବା ବାହିନୀ ପକ୍ଷରୁ ମାର୍ଚ୍ଚ ପାଷ୍ଟ କରାଯାଏ। ତ୍ରିରଙ୍ଗା ପତାକା ଉତ୍ତୋଳନ ହେବା ପରେ ମୁଖ୍ୟ ଅତିଥି ଦେଶବାସୀ ତଥା ରାଜ୍ୟବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଥାନ୍ତି। ବିଭିନ୍ନ ରାଜ୍ୟର ଲୋକନୃତ୍ୟ ଦଳ ଦିଲ୍ଲୀଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାନ୍ତି। ମହାରାଷ୍ଟ୍ର ଟ୍ରେନ୍ ଦୁର୍ଘଟଣା ମାମଲା, ମୃତ୍ୟୁ ସଂଖ୍ୟା 13 ଛୁଇଁଲା। ତଦନ୍ତ ଆରମ୍ଭ। ସାରା ଦେଶର ସୈନ୍ୟ ବାହିନୀ, ବୀର ସୈନିକ, ଦକ୍ଷ ପୋଲିସମାନଙ୍କୁ ଏହି ପବିତ୍ର ଦିବସରେ ପୁରସ୍କୃତ କରାଯାଏ। ଭାରତର ଶ୍ରେଷ୍ଠ ବେସାମରିକ ସମ୍ମାନ ଭାରତ ରତ୍ନ ଠାରୁ ଆରମ୍ଭ କରି ପଦ୍ମଶ୍ରୀ ଉପାଧି ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ହୁଏ। ଜନତା ଜନାର୍ଦ୍ଦନଙ୍କ ଉଦ୍ଦେଶ୍ୟରେ ଏହି ଉତ୍ସବ ହୋଇଥାଏ। ତ୍ରିରଙ୍ଗା ପତାକା ତଳେ ସମସ୍ତେ ଏକଜୁଟ ହୋଇ ଭାରତର କୋଣ ଅନୁକୋଣରେ ସମ୍ମାନ ଜଣାଇଥାନ୍ତି। ସେହିଦିନ ତ୍ରିରଙ୍ଗା ପତାକା ଘରେ ଘରେ ପୁରପଲ୍ଲୀରେ ଉଡ଼ାଯାଏ। ଗଣତନ୍ତ୍ର ଦିବସ କେବଳ ସାମୟିକ ଆନନ୍ଦଦାୟକ ଉତ୍ସବ ନୁହେଁ, ଏହା ଆମ ପାଇଁ ଆତ୍ମସମୀକ୍ଷାର ଦିନ। ଏହି ଦିନ ଆମେ ଶପଥ ନେବା ଆମ ଦେଶକୁ, ଆମ ଭାଷାକୁ ସୁରକ୍ଷିତ ରଖିବା, ସମ୍ମାନ ଦେବା, ଶ୍ରଦ୍ଧା କରିବା। ଆସନ୍ତୁ ବନ୍ଧୁଗଣ, ଆଜି ଆମେ ହାତକୁ ହାତ ମିଳାଇ ଏକ ସ୍ୱରରେ କହିବା, ଦୁର୍ନୀତିର ମୂଳୋତ୍ପାଟନ କରିବା, ବେକାରୀ ହଟାଇବା, ଶାନ୍ତି ବଜାୟ ରଖିବା। ତେବେ
ପାଳନର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ। 140 କୋଟି ଭାରତୀୟ ଯେଉଁଦିନ ଏକ ମନ ଏକ ପ୍ରାଣ ନେଇ ଭାରତର ଉନ୍ନତି ପାଇଁ ପ୍ରାଣପାତ କରିବାକୁ ଆଗେଇ ଆସିବେ, ସେହିଦିନ ହିଁ ଗଣତନ୍ତ୍ର ଦିବସ ପାଳନର ପ୍ରକୃତ ମୂଲ୍ୟାୟନ ହୋଇପାରିବ। ଆଜିର ଛାତ୍ର କାଲିର ନାଗରିକ। ଆଜି ଆମେ ଶପଥ ନେବା ଭାରତକୁ ମହାନ କରି ଗଢ଼ିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ବନ୍ଦେ ଉତ୍କଳ ଜନନୀ। ଆଶା କରୁଛି ଏହି ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭଲ ଲାଗିବ। ଭଲ ଲାଗିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।